ସେ ଯେତେବେଳେ ପାଠ ପଢ଼ୁଥିଲେ ପାଠ ପଢ଼ିଲା ବେଳେ ମଝିରେ ଛୁଟିରେ ଘରକୁ ଆସନ୍ତି ଆମେ ତାଙ୍କର ବହୁତ ଡିଷ୍ଟାନ୍ସ ଥିଲୁ। ଆମେ ଛୋଟ ପିଲା ସେ ବୟସରେ ବହୁତ ଅଧିକ। ସେ ବି ଆସିକି ସ୍କୁଲରେ ଆମେ ପାଠ ପଢ଼ୁଥିଲା ବେଳେ ଖୁବ୍ କମ୍ ସମୟ ଭିତରେ ବହୁତ କଥା ଆମକୁ କହିଦିଅନ୍ତି। ବହୁତ ଇଜିରେ ଆମେ ବୁଝିପାରୁ। ସେ ହେଲା ତାଙ୍କର ପାଠପଢ଼ା ସରିବା ଆମର ପାଠ ପଢ଼ିବା ବେଳର କଥା। ତାପରେ ତ ପଳେଇଲେ ବିଦେଶରେ ପାଠ ପଢ଼ିଲେ ଆମେ ଖାଲି ଶୁଣୁ ଯେ ବିଦେଶରେ ପଢ଼ୁଛନ୍ତି। ତାପରେ ଅବସ୍ଥା ଦେଖିଲୁ ସେ ଆସିକି ଏଠିକି ପହଞ୍ଚିଲେ। ସାଧାରଣ ଲୋକ ଆମେ ଯେମିତି ବିଦେଶରେ ରହିଲେ ଆମର ଯେଉଁ ଧାରଣା ତାଙ୍କୁ ଦେଖି ସାରିଲା ପରେ ସେଟା ପରିବର୍ତ୍ତନ ହେଲା। ମୂଳ କଥା ମୁଁ ତାଙ୍କ ପାଖରେ ଗଲି ଟିକେ ଇମୋସନାଲ ଥିବ। ଆସିବା ପରେ ବହୁତ ସମୟ ତାଙ୍କ ସହିତ ମିଶିଛି। ମୁଁ ମିଶିଛି ସିଏ ବି ମିଶିବାର ସହଯୋଗ କରିଛନ୍ତି। ତାଙ୍କ ପାଖରେ ମୁଁ ରହିଛି ଆସିବା ପରଠାରୁ। ଆମେ ନଟୁ ଖେଳୁଥାଉ ସେତେବେଳେ ପିଲାଦିନେ ସେ ଆମ ପାଖରେ ଛିଡ଼ା ହେଇଥିବେ, ତାସ ଖେଳୁଥିବୁ ବସିଥିବେ। କିନ୍ତୁ ବହୁତ ସମୟ ମୋତେ କହନ୍ତି ଏବେ ଯାଉଛୁ ତ ବାହାରକୁ ଏ ବହିଟା ମିଳିବ କି ଆଣିପାରିବୁ? ଭଲ ଆଣିପାରିବି। କେତେ ମୁଁ ଟିକେ ଭୁବନେଶ୍ୱର କଟକ ଟିକେ ଯିବା ଆସିବା ବ୍ୟସ୍ତ ଥାଏ ଏମପି ରୋଡ଼। ବହି ଦୋକାନକୁ ପଚାରିଲେ ସିଏ ମୋତେ କହନ୍ତି ବହିଗୁଡ଼ା କିଏ ପଢ଼ିବ? ଯାହା ହଉ ବହି ବି ଆଣିକି ବହୁତ ସମୟ ଦିଏ। ତାପରେ ବହୁତ ସମୟ ଗଲେ ତାପରେ ଯେଉଁମାନଙ୍କର ଦେହ ଖରାପ ହୁଏ ତାଙ୍କ ପାଖକୁ ଯାଆନ୍ତି, ବୁଝନ୍ତି, କଥାବାର୍ତ୍ତା ହୁଅନ୍ତି, ପଳେଇ ଆସନ୍ତି। ତାପରେ ପରେ କଲେ ଏଇ ଔଷଧ ଗୁଡ଼ାକ ଟିକେ କଟକରେ ମିଳିବ କି? ମୁଁ ବି ଯାଏ ଫ୍ରିକ୍ୱେଣ୍ଟଲି କଟକ ଭୁବନେଶ୍ୱର ଯିବା ଆସିବା କରୁଥିଲେ। ତାପରେ ସେ ଦୋକାନରେ ସେଠି ଗୋଟେ ଅଛି ଜେଲ୍ ରୋଡ଼, ସେଠି ଗୋଟେ ପୁରୁଣା ଔଷଧ ମିଳେ। ଏସବୁଗୁଡ଼ା କିଏ ୟୁଜ୍ କରିବ? ମୁଁ କହିଲି ସେ ଜଣେ ପ୍ରାକ୍ଟିସ୍ କରୁଛନ୍ତି। ବୋଲେ ଏଇ ନର୍ମାଲ୍ ଯେଉଁମାନେ ଆଜିକାଲି ମେଡ଼ିକାଲ ପଢ଼ିକିରି କରୁଛନ୍ତି ସିଏ ତ ଆକୁ ୟୁଜ୍ କରୁନାହାନ୍ତି। ମୁଁ କହିଲେ ନା ସେ ଜଣେ ସାଇଣ୍ଟିଷ୍ଟ, ସେ କିନ୍ତୁ ପଢ଼ାପଢ଼ି କରୁଛନ୍ତି। ସେ ଯାହା ହଉ ସେ ଔଷଧ ଗୁଡ଼ାକ ମଧ୍ୟ ଦିଅନ୍ତି। ମୁଁ ଆଣିକି ପହଞ୍ଚେ, ସେ ଦିଅନ୍ତି ରୋଗୀମାନଙ୍କୁ। ଲୋକ ବି ଭଲ ହେଲେ। ମୁଁ ବି ଜଣେ ପେସେଣ୍ଟ ତାଙ୍କର। ମୋତେ ପଚାରନ୍ତି, ମୁଁ କହେ ହଉ ଏମିତି ଅଛି। ସେତେବେଳେ ମୁଁ ଯଦି ସିଭିୟର ଗ୍ୟାଷ୍ଟ୍ରିକ୍ ମୋତେ ମାନେ ଖାଇସାରିଲା ପରେ ଇଭିନ୍ ମୁଁ ବାନ୍ତି କଲେ ସେଟା ବ୍ଲଡ଼ ଭମିଟିଂ ହେଇଯାଏ। ବ୍ଲଡ଼ ବାହାରି ପଡ଼ି ସାରିଲା ପରେ ସିଏ କହ ନା ତୋର କିଛି ହେଇନି, ଔଷଧଟା ଖା। ମୁଁ ବି ସେଟା କିଛି ଦିନ ପରେ ଦେଖିଲି ଆଉ ହେଲା ନାହିଁ। ଏମିତି ବହୁ ଲୋକଙ୍କୁ ଔଷଧ ଦେଲେ ଲୋକ ଭଲ ହେଲେ ପଇସା କାଢ଼ୁ ନେବେନି। ବହୁତ ସମୟ ବି ଗୋଟେ ଥର ଏମିତି କଲୁ ବହୁତ ଫାଇନାନ୍ସିଆଲି ଯାହା ବିଦେଶରୁ କ'ଣ ପଇସା ଆସି ମୁଁ ଜାଣିନି କ'ଣ। ମୁଁ ବି ଦେଖେ ପଇସାଟା ଆସ୍ତେ ଆସ୍ତେ ତାଙ୍କ ପାଖରେ ସରି ଆସୁଛି ମଧ୍ୟ। ଆମେ ସେଠୁ ବାଧ୍ୟ କଲୁ ଯେ ଆପଣ କିଛି ପଇସା ରଖନ୍ତୁ, ରୋଗୀ ତ ଇଣ୍ଟରେଷ୍ଟେଡ୍। ବାହାରୁ ବହୁତ ରୋଗୀ ଆସନ୍ତି ଯେଉଁ ରୋଗୀକୁ ଆମେ କଳ୍ପନା ବି କରିପାରିବୁନି। ଯାହା ଦିନ ପରେ ଗାଁରେ କିଛି ଲୋକଙ୍କର ସହଯୋଗରେ ପଇସା ନେବା ପାଇଁ ସ୍ଥିର କଲି, 10ଟା ଟଙ୍କା ସେ ନେବେ। ମୁଁ କହିଲି ଠିକ୍ ଅଛି। ସେ ବି ପଇସା ଦଅନ୍ତିନି, ପଇସା ସେଠି ଗୋଟେ ଜାଗାରେ ଥୋଇ ଦିଅନ୍ତି। ତା ଦେହରୁ ମଧ୍ୟ କିଛି ପଇସା ରୋଗୀକି ଦେଇଦିଅନ୍ତି। ଯାହାର ଫାଇନାନ୍ସିଆଲ ନାହିଁ ସୁବିଧା ତାକୁ ବି ତା ଦେହରୁ ଦେଇଦିଅନ୍ତି। ଏମିତି ଚାଲିଲା। ତାପରେ ରୋଗୀକି ରାତି 10ଟା 11ଟା ବେଳେ ଯାଇକି ପହଞ୍ଚିବେ, କହିବେ ଚୁଡ଼ା ଅଛି ନା ଘରେ, କ'ଣ କରିବେ ନା ରୋଗୀ ମାନେ ଯିଏ ରହିଛନ୍ତି ସିଏ ଯାଇନାହାନ୍ତି ଅପେକ୍ଷା କରିକି ଔଷଧ ଖାଇବା ପାଇଁ, ସେମାନେ ଖାଇନାହାନ୍ତି। ରାତି 10ଟା 11ଟା ବେଳେ କାହା ଘରେ ଚୁଡ଼ା ମୁଡ଼ି ହେଇଥିବ, ସେତେବେଳେ ତ ଦୋକାନ ବଜାର କମ୍, ତାଙ୍କୁ ନେଇକି ନଡ଼ିଆ କରି ଚୁଡ଼ା ଖାଇକି ସେ ରହିବେ। ଏମିତି ବହୁତ ଲୋକ ମଧ୍ୟ ଗାଁରେ ରହିଲେ ଔଷଧ ଆଶାରେ ଭରସାରେ।
ତାପରେ ତାଙ୍କୁ କହିଲେ ଆପଣ ନହେଲେ ଗୋଟେ ନମ୍ବର ଫମ୍ବର କରନ୍ତୁ, ନହେଲେ ଏତେ ଲୋକ ରହିଯାଉଛନ୍ତି ଗାଁରେ, ଜଣ ଜଣ ଘରେ 4 ଦିନ 5 ଦିନ ଲୋକ ଅପେକ୍ଷା କରିଥିବେ ଯେ ଔଷଧ କେବେ କେବେ ମିଳିବ। ଗୋଟେ ସିଷ୍ଟମ୍ କଲେ କ'ଣ କରିବା ତାହେଲେ, ମୁଁ ଆପଣ ନମ୍ବର କରିଦେଲି ଏତିକି ଲୋକ ଦେଖିବେ, ମୁଁ 2ଟା ଲୋକ ଦେଖିକି ଦେଲି, ଆଉ ବେଶୀ ଦେଖିବନି। ମୁଁ କହିଲି ଆପଣ ଯାହା କରୁଛନ୍ତି କରନ୍ତୁ, ଗୋଟେ ସିଷ୍ଟମ୍ଟେ ତିଆରି କରନ୍ତୁ ଯେଉଁଥିରେ ଟିକେ ଲୋକ ଗୁଡ଼ା ଏତେ ରହିଲେଣି ତାଙ୍କୁ ଖାଇବା ପିଇବାକୁ ଦେବେ। ସିଏ ବି କହୁଛନ୍ତି ଆମେ ଯାହା ବି ହଉ ଔଷଧ ପାଇଲା ପର୍ଯ୍ୟନ୍ତ ଅପେକ୍ଷା କରିବୁ। ଆଉ ଗୋଟେ ପିକ୍ୟୁଲାର କଥା ହେଉଛି, ଧର 20 ଜଣ ଆସିଛନ୍ତି କହିଲେ ନା ମୁଁ ଔଷଧ ଦେବିନି ପଳେଇ, ତା ଭିତରୁ ଗୋଟେ ମାର୍କ କରିଥିବେ ସନ୍ଧ୍ୟାବେଳକୁ କହିବେ ସେ ଏମିତି ଗୋଟେ ଜାମା ପିନ୍ଧିଥିଲା ସେ ଲୋକଟା ଅଛି ନା ପଳେଇଛି। ହଁ ସେ ଲୋକଟା ଅଛି କେଉଁଠି ଟିକେ ଦେଖନି, ତାକୁ ଦେଖନି, ମାନେ ସେ ତା ଭିତରୁ ମାର୍କ କରିଥିବେ ସେ ଲୋକକୁ ଡାକିକି ରାତି ଔଷଧ ଦେବେ। ବହୁତ ଲୋକ ତାକୁ ଗୋଟେ ଅଲଗା ଭାବନ୍ତି। ମୁଁ ଜଣେ ଆଜମା ପେସେଣ୍ଟ, ମୁଁ 5 ଦିନ ଚେୟାରରେ ବସିଥିବି ନର୍ମାଲି। ହଁ ସମସ୍ତେ କହନ୍ତି, ମୁଁ ଦେଖେ, ମୁଁ ବସିଥିଲା ବେଳେ ସିଏ ରାତି ସାରା ବସିଥିବି, ସିଏ ଆସିବେ କବାଟ ପାଖରୁ ଫେରିକି ପଳେଇବେ, ମୁଁ ମାର୍କ କରୁଥାଏ କିଏ ଜଣେ ଆସିଲା ଫେରିକି ଗଲା। ତାପରେ ଏଠୁ ଫେରିକି ସିଏ ତାଙ୍କର କ'ଣ କରନ୍ତି ମୁଁ ଜାଣିନି, ରାତିମାନ ବସିକିରି ପଢ଼ାପଢ଼ି କରୁଥିବେ। ବହୁତ ସମୟ ଦେଖେ ରାତିରେ 1-2ଟା ରାତି ଦେଖିଲା ଟର୍ଚ୍ଚ ମାରିକି ପଢ଼ୁଥିବେ, ସେତେବେଳେ ଚଷମା ବି ୟୁଜ୍ କରୁନଥିଲେ, ଟର୍ଚ୍ଚ ମାରିକି ବହି ଦେଖିକି ପଢ଼ୁଥିବେ। ତାଙ୍କୁ ଠିକ୍ ଭାବରେ ଜାଣିବା ଆମ ପାଇଁ କଷ୍ଟ। ଯେଉଁ ରୋଗୀ ମୁଁ ଯାଇକି ଯେତେବେଳେ ମେଡ଼ିକାଲରେ ଆଜମା ପରେ ମେଡ଼ିକାଲ ପହଞ୍ଚିଲି, ମେଡ଼ିକାଲ ମୋତେ କହିଲେ ଆଜମାଟା ତ ଭଲ ହେବନି, ଯେତେବେଳେ ବାହାରିବ ଆପଣ ଔଷଧ ଖାଇବେ, ଏ ଔଷଧଟା ରଖନ୍ତୁ। ସେଠୁ ଯେତେବେଳେ ଦେଖିଲେ ମୋତେ ମେଡ଼ିକାଲରେ 2-3 ଦିନ ମେଡ଼ିକାଲ ଲାଗିଥିଲା, ମୋତେ ଔଷଧ ପତ୍ର ଦେଲେନି। ସେଗୁଡ଼ା ସବୁ କପ୍ ଫପ୍ ଗୁଡ଼ା ନେଇକି ଟେଷ୍ଟ ଫେଷ୍ଟ କଲେ, କରିସାରି କହିଲେ ନା ନା ଆପଣଙ୍କ ବିଶେଷ କିଛି କ୍ଷତି ହେଇନି, ହଉ ଠିକ୍ ଅଛି। ଆପଣଙ୍କୁ ଏମିତି ହେଲା କେମିତି? ମୁଁ ହେଲା ମାନେ କହିଲେ ଆପଣଙ୍କ ଏ ଫର୍ମ ତ ଏଲୋପାଥିକ୍ ସିଷ୍ଟମ୍ରେ ହେବା କଥା ନାହିଁ। ତାପରେ ଯେତେବେଳେ ଗଲି ପଚାରିଲେ, ସେ କହିଲେ ଏଇଟା ଏଲୋପାଥିକ୍ରେ ପସିବୁଲ୍ ନୁହେଁ। ସେମାନେ ତାଙ୍କ ବସିକି ମୋତେ ଦିନ ସନ୍ଧ୍ୟାବେଳେ ବସେଇବେ, 10 ଜଣ ଡକ୍ଟର ଚାରିପଟେ ମୋ ରାଉଣ୍ଡରେ ଥିବେ, ତାଙ୍କ ପ୍ରଫେସର ଥିବେ, ସେ ମୋତେ ପୁରା ମେଡ଼ିକାଲରେ ରହିଲା କେତେ ଦିନ ମୋତେ ସେମାନେ ଗୋଟେ ଇନଭେଷ୍ଟିଗେସନ୍ କଲେ ଏଇଟା କେମିତି ହେଉଛି, ପସିବୁଲ୍ କେମିତି ହେଉଛି। ମୁଁ ଦେଖିଲି ସେମାନଙ୍କର କଥାବାର୍ତ୍ତା ବୁଝିଲି, ସେମାନେ କନକ୍ଲୁଜନ୍ ବି ପହଞ୍ଚି ପାରିଲେନି ଏଇଟା କେମିତି ହେଉଛି ହୋମିଓପାଥିକରେ ଏଲୋପାଥିକରେ ହେଇପାରୁନି, କାହିଁକି ସେ ବୁଝିପାରିଲେନି କିଛି। ସେତେବେଳେ ମୁଁ 38 କେଜି ହେଇଗଲି, ମୋର ଓଜନ ହେଇଯାଇଥିଲା ମେଡ଼ିକାଲ ଥିଲା। ତାପରେ ମୁଁ 15 ଦିନ ଖଣ୍ଡ ଭିତରେ ରିକଭର କରିଗଲି। ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ସୁସ୍ଥ ଅବସ୍ଥାରେ ଅଛି, 30 ବର୍ଷ ହେଇଗଲାଣି ସୁସ୍ଥ ଅବସ୍ଥାରେ ଅଛି। ଏଇଭଳିଆ ମୋ କଥା କହୁଛି, ଏମିତି ବହୁତ ଲୋକ ସେଟା କଳ୍ପନା କରିବନି। ମୁଁ ଦେଖିଥିଲି ଗୋଟେ ପାଖ ଗାଁରେ ଗୋଟେ ଝିଅ ପିଲାଟେ ନଈ ପାର ହେଇକି ଯାଏ ସେପଟକୁ ପାଠ ପଢ଼ିବାକୁ, ସେ ଫେରିଲା ବେଳକୁ ଦେହରେ ପାଣି ଛିଞ୍ଚି ହୁଏ, ଦେହଟା ପୋଡ଼ି ବୋଲି, ଏବଂ ତା ଭିତରେ ସବୁ ତା ଦେହ ସାରା ସବୁ ଲାଲ ଲାଲ ଫଳିଯାଏ। ଆମର ଏଠି ଜଣେ ନାୟକ ମାନେ ଖଡ଼ିରତ୍ନ ଆମ ଗାଁର, ତାର ଝିଅ, ସେ ତାକୁ ନେଇକି ଆସିଲା। ଆସିକି ଦେଖିଲା ପରେ ପାନେ ଔଷଧ ଖାଇଲା। ବିଶ୍ୱାସ କରନ୍ତୁ ଯଦି ବସେଇ ଦେଲେ ଆପଣ ଜାଣିପାରିବେନି, ପାଖରୁ ପଳେଇବ ଉଠିକି। ମାଛି ପୋକ ମାନେ ମାଛି ଘେରି ଯାଇଥିବେ ତାକୁ। ତାଙ୍କୁ ମୁଁ ସବୁଦିନ ମର୍ଣ୍ଣିଂରେ ବଡ଼ ବାପା ଆସେ, ପ୍ରତିଦିନ ସକାଳେ ଆସିକି ବସିବେ, ଚା ଟିକେ ବଡ଼ ମାଆ କହି ଚା ପିଇବା ପାଇଁ, ଚା ଟିକେ ପିଇ ସାରିଲେ ଉଠିକି ଆସେ। ସମସ୍ତେ ବାହାରୁ ଯଦି ମୁଁ ମୋତେ ଆପ୍ରୋଚ୍ କଲି ତୁ ଟିକେ କହ ଯାଇକି ତାକୁ, ମୁଁ ବି କହେ ନା କେତେବେଳେ ମେଡ଼ିସିନ କାହାକୁ ଦେବା କଥା ନ ଦେବା କଥା, ମୁଁ କେତେବେଳେ ସେ ଜାଗାରେ କିଛି ଆପ୍ରୋଚ୍ ମୋତେ କରେ ନା। ମୋତେ ସେଦିନ ମୁଁ ତାକୁ କହିଲି, ମୁଁ କହିଲି ସେ ଲୋକଟା ତାକୁ ଘରକୁ ନେଇଯିବୁ। ଏ ଅବସ୍ଥାରେ ଘରକୁ ତାକୁ ଗୋଟେ କନ୍ଥାରେ ଟେକିକି ଆଣିଛନ୍ତି, ତାକୁ ହାତରେ ଆଣିପାରିବେନି, ଗୋଟେ କନ୍ଥାରେ ପକେଇକି ଆଣିଲେ। ବାକି ବଣ ଲୋକ ବି 50-100 ଅଛନ୍ତି ପେସେଣ୍ଟ। ମୁଁ କହିଲି ତୁ ଘରକୁ ନେଇଯା, ସେ ରାଜି ହେଉନି, କହିଲା ଥରେ ଦେଖି ଯାଆନ୍ତୁ। ମୁଁ କହିଲି ସେ ଜାଣିସାରିଛନ୍ତି, ତୁ ଘରକୁ ନେଇଯା, ତୁ ନଗଲେ ସେ ଆସିବେନି ଡାକ୍ତରଖାନା, ତୁ ଆଗେ ତ ଘରକୁ ନେଇଯା। ସେ ଯାହା ହଉ ତାର ବହୁତ ସମୟ ପରେ ଲୋକ କହିଲେ ନେଇଯା, ଯେତେବେଳେ ସେ କହୁଛନ୍ତି ତୁ ନେଇଯା। ତାପରେ ସେ ଘରକୁ ନେଇଗଲା। ତାପରେ ମୁଁ ଦେଖିଲି ତା ଭିତରୁ ଗୋଟେ ଚମଡ଼ା ଟୋଟାଲି ବାହାରିଗଲା। ସେ ଗୋଟେ ସୁନ୍ଦର ଝିଅ ହେଇକି ବାସା ହେଇକି ତାର ସଂସାର କରିକି ରହିଛି। ଏମିତି ବହୁତ ଘଟଣା। ସେ ସାଧାରଣ ଲୋକ ନଥିଲେ ମୋ ବିଚାରରେ। ଆଉ ତାଙ୍କ ହାତରେ ମୁଁ ଆଉ ଅନୁଭୂତି କ'ଣ, ଇଏ ସବୁ ବିଷୟରେ ମାଷ୍ଟର। ଖେଳ କଥା କହିଲେ, କ୍ରିକେଟ କଥା କହିଲେ କହିବେ,
ଗାଁର ପୁଅ ବୋଲି ମୋ ରାଜନୈତିକ କଥା କହିଲେ ତା ଭିତରେ ସେ କହିବେ। ଆଉ ମୁଁ କେତେବେଳେ ମୋ ରୋଗ କଥା ବି କହିନି। ମୁଁ କେତେବେଳେ ଆଜି ମାନେ ସିଏ ଗଲା ପର୍ଯ୍ୟନ୍ତ ମୋର କ'ଣ ରୋଗ ମୁଁ କହିନି। ସିଏ ତାଙ୍କର ବୁଝୁଛନ୍ତି କ'ଣ ଭଲ ଅଛୁ କ'ଣ ହେଇଛି, ତାର ଭିତରେ ସେ ବୁଝେଇଥିବେ ମୋର କ'ଣ ହେଇଛି। ଆଉ ସେ ରୋଗ କଥା ମଧ୍ୟ କାହାର ଖାଲି ପଚାରି ସେ ଲୋକଟା କେମିତି ଅଛି କ'ଣ, ଯେ ଗାଁରେ ସେ ଲୋକଟା କେମିତି ଅଛି। ଆହୁରି ବି ବେଳେବେଳେ ସେ କରନ୍ତି କ'ଣ, ରାତି 9ଟା 10ଟା ବେଳେ କହିବେ ଏଇ ଲୋକଟାକୁ ଏଇ ଓଷଟା ଖାଇବା ଦରକାର, ଦେଇହେବ ନା? ମୁଁ ହଁ ଦେବ। ତା ଭିତରେ ମଧ୍ୟ ମାନେ ସିଏ ମେଡ଼ିସିନ ଭିତରେ ପଶି ଯାଇଥିଲେ ଟୋଟାଲ ମୋତେ ଯାହା ଲାଗେ। ଲୋକ ଯାଇସାରିଲା ପରେ ରାତି 10ଟା ବେଳେ ସେ କଥାଟାକୁ ଫେର ସିଏ ରିକଲ୍ କରିକି ଫେର କ'ଣ କରାଯାଇପାରେ ସେ କଥାଟାକୁ ଚିନ୍ତା କରିବେ। 24 ଆୱାର୍ସ ତାଙ୍କ ମାଇଣ୍ଡରେ ସେ କଥା ଘୁରି ବୁଲୁଥାଏ, କିନ୍ତୁ ତାଙ୍କୁ ଆପଣ ଜାଣିପାରିବେନି ଯେ ଏ ଲୋକ ଗୋଟେ ସେଇଥିରେ ଅଛନ୍ତି ଜାଣି ହେବନି। କାରଣ ଆପଣ ଯେକୌଣସି ଟପିକରେ ଆଲୋଚନା କରନ୍ତୁ ସିଏ ତା ଦେହରେ ଇନଭଲ୍ଭ ହେବେ। କ'ଣ ଜାଣିଥିଲା ବେଳେ ଆପଣ ସଙ୍ଗୀତ କଥା କୁହନ୍ତୁ, କ୍ରିକେଟ କଥା କୁହନ୍ତୁ, ପଲିଟିକାଲ କଥା କୁହନ୍ତୁ, ଯେଉଁଥିରେ କହିବେ ସେଥିରେ ତାଙ୍କର ମାଷ୍ଟରୀ ଥିଲାଭଳିଆ ଜଣାପଡ଼େ। ଆଉ ମେଡ଼ିସିନ ବାବଦରେ ସେ କାହାକୁ ମୁଁ ତାଙ୍କ ସହିତ କେତେବେଳେ ଆଲୋଚନା କରିନାହିଁ, କାରଣ ଆମେ ସେ ଲେବୁଲର ଲୋକ ନୁହଁ। ଖାଲି କହନ୍ତି ଯେ କିଛି ଡାକ୍ତର ଦରକାର। ଡାକ୍ତରମାନେ ପାଠ ପଢ଼ିଥିବା କଥା ନୁହେଁ, ଯେଉଁମାନେ ଭଲ ଷ୍ଟୁଡେଣ୍ଟ କି ଦରକାର ଯିଏକି ଏଟାକୁ ପଢ଼ିବ। ଆଉ ଗୋଟେ ଡାକ୍ତରଖାନା ଦରକାର ଯେଉଁଠି କିଛି ପେସେଣ୍ଟ ରହିବେ ଯାହା ଉପରେ କାମ କରିବ। ଔଷଧଟା ଦେଲେ ତାଙ୍କ ରିଏକ୍ସନଟା କ'ଣ ହେଉଛି, ଆମେ ଖାଇକି ତ ଲୋକ ପଳେଇ ଯାଉଛନ୍ତି ନା, ସେଟା ରହିଲେ ତାଙ୍କୁ ଅବଜର୍ଭ କରିହେବ, କଲେ ଆଉ କିଛି ନୂଆ କଥା କରିହେବ। ଏବଂ ଫାଇନାଲି ଷ୍ଟେଜ୍ ଯେତେବେଳେ ସିଏ ବେଡ୍ରିଡନ୍ ହେଲେ, ବେଡ୍ରିଡନ୍ ହେଲା ପରେ ମୁଁ ପ୍ରତିଦିନ ତାଙ୍କ ପାଖରେ ରହିକି ଟିକେ ଏକ୍ସରସାଇଜ କରାଏ। ତାପରେ ସିଏ କହନ୍ତି ଯେ ଈଶ୍ୱରଙ୍କର ବୋଧେ ଇଚ୍ଛା ନାହିଁ ମୁଁ ଯେଉଁ କାମ କରୁଛି ସେଟା ଗୋଟେ ଷ୍ଟେଜରେ ପହଞ୍ଚୁ, ଯଦି ଈଶ୍ୱରଙ୍କର ଇଚ୍ଛା ନାହିଁ ବର୍ତ୍ତମାନ ସେ କାମଟା ହଉ, ନିଶ୍ଚିତ ଭାବରେ କାମଟା ହେବ। ସେତେବେଳେ ଅଲଗା ଅବସ୍ଥାରେ ବା ଅଲଗା ଜନ୍ମରେ ସେ କାମ ହେବାଟା ହେବ ନିଶ୍ଚୟ, କିନ୍ତୁ ବର୍ତ୍ତମାନ ତାର ବେଳ ହେଇନି, ଯେଉଁଥିପାଇଁ କି ମୁଁ ଆଉ କଲା ଭଳିଆ ଅବସ୍ଥାରେ ରହୁନାହିଁ। ବହୁତ କଥା ତାଙ୍କ ସାଙ୍ଗେ ସେ ସବୁ କଥା ଗୋଟେ ଗୋଟେ ମନେ ପଡ଼ିଲେ ସେ ଆଉ ମାନେ ସମୟ ହେବନି। ଗୋଟେ ଲୋକ ମୁଁ ଆସିଥାଏ ସେ ସବୁ ମାନେ ଷ୍ଟୋରି, ମୁଁ କଟକରୁ ଫେରିଥାଏ, ଗୋଟେ ଲୋକ ମୋ ଉପରେ ଢୋଳେଇକି ପଡ଼ୁଛି। ମୁଁ କହିଲି ଆଉ ତୁ କ'ଣ ଢୋଳେଇକି ମୋ ଉପରେ ପଡ଼ୁଛୁ? କହିଲା ମୋ ଭାଇ ମରିଗଲା। ମୁଁ ତ ଭାଇ ମରିଗଲା, ତୁ କହିଲା ମୁଁ କାଲି ରାତି ଶୋଇନି। ମୁଁ କ'ଣ ହେଇଥିଲା କ'ଣ ଗୋଟେ କହିଲା ଏମିତି ହେଇଥିଲା ତାରେ। ଆଉ ମୁଁ ଯେତେବେଳେ ଖଡ଼ିପଦା ଯାଇଥିଲି, ମୁଁ ଯେତେବେଳେ ସେଠୁ ଫେରି ଆଇଲି ଔଷଧ ପାଇଲିନି, ମୁଁ ଜାଣିଲି ଯେ ଭାଇ ବଞ୍ଚିବନି। ଫିଲିଂଟା ଲୋକଙ୍କ ଆସିଲା। ସେଇ କୋଉ ଗ୍ରେଡ୍ର ଲୋକ ତାକୁ ମୁଁ କହିପାରିବିନି। ଠିକ ଆଉ ସବୁ କଥା ଛାଡ଼। ତାଙ୍କ ପରିକଳ୍ପନା ଥିଲା ଏତେ କରିବା। ମେଡିକାଲ ଲାଇନରେ କିଛି କରିପାରିଲୁ ନା ତ ଏଇଟାରେ ଟିକେ ସମୟ ଦେଇକି କରିବା ପାଇଁ ମନସ୍ଥ। ଆମେ ପ୍ରଥମେ ଯେତେବେଳେ ଏଠି ଗୋଟେ ଚିନ୍ତା କଲୁ ଲାଇବ୍ରେରୀ କରିବା କଥା, ସେଟା ଆମ ଚିନ୍ତା ଭିତରେ ନଥିଲା। ପ୍ରକୃତରେ ଏଠି ଯେ ଡକ୍ଟର ଧୀରେନ୍ଦ୍ରାନନ୍ଦ ସେ ଗୋଟେ ଚାହୁଁଥିଲେ ଗୋଟେ ଏରିଆରେ ଗୋଟେ ଲାଇବ୍ରେରୀ ହେଉଛି, ପିଲାମାନେ ପଢ଼ନ୍ତୁ, ଅନ୍ତତଃ ଗୋଟେ ପଢ଼ିବାର ଗୋଟେ ସ୍କୋପ୍ ପାଆନ୍ତୁ। ସେଆକୁ ଆଖିରେ ରଖିକି ଆମ ଗୋଟେ ମୁଣ୍ଡ ଭିତରେ ଚିନ୍ତା ଥିଲା କେତେବେଳେ ଗୋଟେ ସୁବିଧା ଜୁଟିଲେ ଗୋଟେ ଲାଇବ୍ରେରୀ କରିବା। ଯାହା ଗୋଟେ ସୁଯୋଗ ବହୁତ ଦିନ ପରେ ଆମକୁ ଆସିଲା ଏଠି ବିକାଶ ନନ୍ଦନଙ୍କର ଉଦ୍ୟମରେ ଏବଂ ଆମମାନଙ୍କର ସହଯୋଗରେ ଏଠି ଗୋଟେ ପରିକଳ୍ପନା କଲୁ ଲାଇବ୍ରେରୀଟେ କରିବା ପାଇଁ। ଏବଂ ଲାଇବ୍ରେରୀ କରିବା ପୂର୍ବରୁ ଏଟା ଗୋଟେ ପ୍ରାକ୍ଟିକାଲି ଗୋଟେ ପୋଖରୀ ଭଳିଆ ଅବସ୍ଥା ଥିଲା, ଯେଉଁଠିକି ଲୋକ ହସିଲେ ଆମେ ଯେତେବେଳେ ଲାଇବ୍ରେରୀ କରିବାଟାକୁ ଆରମ୍ଭ କଲୁ। ଲୋକ ପ୍ରାକ୍ଟିକାଲି ଆଉ ଏଠି ଗୋଟେ କ'ଣ କରୁଛନ୍ତି, ଗୋଟେ କ'ଣ ହେବ। ଆମେ ବି ଏଇ ବର୍ତ୍ତମାନ ଆପଣମାନେ ଯେଉଁ ଅବସ୍ଥା ଦେଖୁଛନ୍ତି ସେ ଚିନ୍ତାଧାରା ବି ନଥିଲା ଏଠି। ହଁ ଗୋଟେ ଘର କରିବା, ପିଲା ପାଠ ପଢ଼ିବେ, ଏହାକୁ ଆଖି ରଖିକିରି ଆରମ୍ଭ କଲୁ। ଏବଂ ତାପରେ ପରେ ମଧ୍ୟ ଯାହା ଏଠି ଗୋଟେ ଲାଇବ୍ରେରୀ ଆରମ୍ଭ ହେଇଗଲା ଏବଂ ପିଲାମାନେ ଆସ୍ତେ ଆସ୍ତେ ଆସିବାକୁ ଆରମ୍ଭ କଲେ। ଖୁସି ବି ଲାଗିଲା। ତାପରେ ମଧ୍ୟ ଅବସ୍ଥାରେ ଆସିଲା ମଧ୍ୟ ସରକାର ଲୋକଙ୍କ ନଜର, ସେମାନଙ୍କର ସହାନୁଭୂତିରେ ମଧ୍ୟ କିଛି କନଷ୍ଟ୍ରକ୍ସନ୍ କାମରେ ତାଙ୍କ ସାହାଯ୍ୟରେ ଆମେ ଡେଭଲପମେଣ୍ଟ କଲୁ ଆଧର।
ପରବର୍ତ୍ତୀ ଅବସ୍ଥାରେ ଏଠି ଗୋଟେ ହାଇ ଫ୍ଲୋଡ୍ ଏରିଆ ତ ତଳେ ପାଣି ପଶିଗଲା ତାପରେ ମଧ୍ୟ ଉପର ଘରଟାର ଗୋଟେ ବ୍ୟବସ୍ଥା ମଧ୍ୟ ତାପରେ ପରେ କରାଗଲା ସେ ସରକାରୀ ଲୋକ ସହଯୋଗରେ। ତାପରେ ଏଠି ଜଣେ ଆମର ପିଲା ମଧ୍ୟ ସବୁବେଳେ ରହିଲା ଯେ ପାଠ ପଢ଼ିବା ଯେଉଁମାନେ ଆସିବେ ସେମାନଙ୍କୁ ପଢ଼ିବା ପାଇଁ ଗୋଟେ ବ୍ୟବସ୍ଥା କରିବା ପାଇଁ ଆମ ପାଖରେ ଜଣେ ପିଲା ବି ସହଯୋଗ ଲାଗିଯାନ ମଧ୍ୟ ଆମ ପାଖରେ ରହିଲେ। ତାଙ୍କ ସହଯୋଗରେ ଆମେ ସ୍କୁଲ ପିଲାଙ୍କୁ ପ୍ରଥମେ ଇନଭଲ୍ଭ କଲୁ ଯେ ପାଠ ପଢ଼ିବା ପାଇଁ। ତାଙ୍କର ସ୍କୁଲ ପିଲା ମଧ୍ୟ ତାଙ୍କର ଟାଇମ୍ ବାହାର କରି ତାଙ୍କ ହେଡ଼ମାଷ୍ଟର ସହିତ କଥାବାର୍ତ୍ତା କରିକି ପିଲାମାନେ ଏଠି ପଢ଼ିବାକୁ କିଛି ସମୟ ଛାଡ଼ିଲେ। ଆମେ ତାଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ ସେଇଭଳି ଭାବରେ ତାଙ୍କୁ ପିଲାମାନଙ୍କୁ ସହଯୋଗ କରୁଛୁ ପାଠ ପଢ଼ାରେ। ପରବର୍ତ୍ତୀ ଅବସ୍ଥାରେ ଟିକେ ବର୍ତ୍ତମାନ ସାମାଜିକ ଅବସ୍ଥା ଟିକେ ବଦଳିଗଲା। ଆମ ବେଳେ ଯାହା ଥିଲା ଯେ ମୋବାଇଲର ବ୍ୟବହାର ନଥିଲା, ଯେତେବେଳେ ବହିଟାର ଆବଶ୍ୟକତା ବହୁତ ଥିଲା। ବର୍ତ୍ତମାନ ଟିକେ ଯୁଗ ପରିବର୍ତ୍ତନ ତ ହେଲାଣି, ଆମେ ତାକୁ ତାଳ ଦେଇକି ଲାଇବ୍ରେରୀଟା ଗୋଟେ ସେ ଅବସ୍ଥାକୁ ନେବା ପାଇଁ ଆମେ ସେଥିପାଇଁ ମଧ୍ୟ ଧ୍ୟାନ ରଖିଛୁ, ଉଦ୍ୟମ କରୁଛୁ। ଲାଇବ୍ରେରୀଟା ଗୋଟେ ଆମ ମିନିମମ୍ ଆମ ଏରିଆରେ ଗୋଟେ ସମସ୍ତଙ୍କର ଆଦର୍ଶ ହେଇକି ରହୁ, ଆବଶ୍ୟକତା ଭିତରେ ରହୁ। ଦେଖାଯାଉ ଈଶ୍ୱରଙ୍କ ଇଚ୍ଛା କ'ଣ ହେଉଛି।